ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା। 144 ବର୍ଷ ପରେ ଦେଖିବାକୁ ମିଳିଛି ଏଭଳି ଅଲୌକିକ ଦୃଶ୍ୟ। ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକ ଓ ଆସ୍ଥାର ପ୍ରତୀକ ହେଉଛି ମହାକୁମ୍ଭ। ଆଜିଠାରୁ ଫେବୃଆରୀ 26 ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ସମେତ ଆଜି ଲକ୍ଷାଧିକ ସାଧୁସନ୍ଥ କୁମ୍ଭରେ ପହଞ୍ଚିଛନ୍ତି ଏବଂ ସେମାନଙ୍କୁ ତୀର୍ଥ ନଗରୀରେ ସନାତନୀ ପ୍ରେମୀ ଜୋରଦାର ସ୍ୱାଗତ କରିଛନ୍ତି। ମନ୍ଦିର ସହର ପ୍ରୟାଗରାଜରୁ ମିଳିଥିବା ଦୃଶ୍ୟଗୁଡ଼ିକ ଦର୍ଶାଉଛି ଯେ ଭକ୍ତମାନେ ସହରର ଅନେକ ଘାଟରେ ଏକତ୍ରିତ ହୋଇ ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳ ତ୍ରିବେଣୀରେ ବୁଡ଼ ପକାଇ ସେମାନଙ୍କର ପାପ ଧୋଇ ମୋକ୍ଷ ପ୍ରାପ୍ତ କରୁଛନ୍ତି। 45 ଦିନିଆ ମହାକୁମ୍ଭ ଗଙ୍ଗା, ଯମୁନା ଏବଂ ରହସ୍ୟମୟ ସରସ୍ୱତୀ ନଦୀରେ ଅନୁଷ୍ଠିତ ହେବ ଏବଂ 45 କୋଟିରୁ ଅଧିକ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଆଶା କରାଯାଉଛି। କେବଳ ଭାରତରୁ ନୁହେଁ ବରଂ ସାରା ବିଶ୍ୱରୁ ଲୋକମାନେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପ୍ରୟାଗରାଜରେ ଭକ୍ତମାନଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଏହା ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ପାଳନ କରୁଥିବା କୋଟି କୋଟି ଲୋକଙ୍କ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ। ମହାକୁମ୍ଭ 2025 ପ୍ରୟାଗରାଜରେ ଆରମ୍ଭ ହୋଇଛି, ଯାହା ବିଶ୍ୱାସ, ଭକ୍ତି ଏବଂ ସଂସ୍କୃତିର ଏକ ପବିତ୍ର ସଙ୍ଗମରେ ଅଗଣିତ ଲୋକଙ୍କୁ ଏକାଠି କରୁଛି। ମହାକୁମ୍ଭ ଭାରତର କାଳଜୟୀ ଆଧ୍ୟାତ୍ମିକ ଐତିହ୍ୟକୁ ପ୍ରତିଫଳିତ କରେ ଏବଂ ବିଶ୍ୱାସ ଏବଂ ସଦ୍ଭାବନାକୁ ପାଳନ କରେ। ବ୍ୟୁରୋ ରିପୋର୍ଟ, ସରକାର ନ୍ୟୁଜ।